ସମବାୟ ଏବଂ ଗ୍ରାମ ପରିବର୍ତ୍ତନ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରି ଏବଂ ସେମାନଙ୍କର ଆର୍ଥିକ କ୍ଷମତାକୁ ବୃଦ୍ଧି କରି ସମବାୟ ଭାରତରେ ଗ୍ରାମଗୁଡ଼ିକର ଛବିଗୁଡ଼ିକୁ ଉଲ୍ଲେଖନୀୟ ଭାବରେ ପରିବର୍ତ୍ତନ କରିଛି। ସେମାନେ ଚାଷୀ ଏବଂ ଗ୍ରାମାଞ୍ଚଳର ବାସିନ୍ଦାଙ୍କୁ ଆବଶ୍ୟକୀୟ ସେବା ଏବଂ ସହାୟତା ପ୍ରଦାନ କରନ୍ତି। ସେମାନଙ୍କର ବ୍ୟକ୍ତିଗତ ଏବଂ ଆର୍ଥିକ ଚ୍ୟାଲେଞ୍ଜଗୁଡ଼ିକୁ ସାମୂହିକ ଭାବରେ ସମାଧାନ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ସମାଧାନ ପ୍ରଦାନ କରିବାରେ ସମବାୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହିପରି ଗ୍ରାମବାସୀଙ୍କ ମଧ୍ୟରେ ଏକତା ଏବଂ ସହଯୋଗ ଭାବନାକୁ ପ୍ରୋତ୍ସାହିତ କରୁଛନ୍ତି। ସହଯୋଗ ମାଧ୍ୟମରେ ସମୃଦ୍ଧି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସରକାର ଏବଂ ସମବାୟ ଶକ୍ତିକୁ ମିଶ୍ରଣ କରୁଛୁ। ଆମେ ସରକାର ସେ ସମୃଦ୍ଧି ସହଯୋଗ ମାଧ୍ୟମରେ ସମୃଦ୍ଧି ମନ୍ତ୍ର ଅନୁସରଣ କରୁଛୁ। ଏହି ଅଭିମୁଖ୍ୟ ବିଭିନ୍ନ କ୍ଷେତ୍ରରେ ସମବାୟ ନୀତିଗୁଡ଼ିକୁ ସମନ୍ୱିତ କରିବା ପାଇଁ ସରକାରଙ୍କର ପ୍ରତିବଦ୍ଧତାକୁ ଉଜ୍ଜଳ କରିଥାଏ, ଯାହା ବ୍ୟାପକ ଗ୍ରାମାଞ୍ଚଳ ବିକାଶ ଏବଂ ଆର୍ଥିକ ଅଭିବୃଦ୍ଧି ଆଣିଥାଏ। ମୁଖ୍ୟ ଚିତ୍ର ଉମରକୋଟ ବିଜେପି ନଗର ସମ୍ପାଦକ ଶଙ୍କର କୁମାର ମିସ୍ତ୍ରୀ ସ୍ଥାନୀୟ ସ୍ତରରେ ସମବାୟ ପଦକ୍ଷେପକୁ ଉତ୍ସାହିତ କରିଥିବାରୁ ଭୂମିକା ଗ୍ରହଣ କରନ୍ତି, ଯାହା ଗ୍ରାମାଞ୍ଚଳ ଜୀବିକା ନିର୍ବାହ ପାଇଁ ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ସହିତ ସମନ୍ୱୟ ରକ୍ଷା କରିଥାଏ। ଭବିଷ୍ୟତ ଦୃଷ୍ଟିକୋଣ ସରକାର ଏକ ବହୁମୁଖୀ ସମବାୟ ଇକୋସିଷ୍ଟମ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ଗ୍ରାମାଞ୍ଚଳର ସମବାୟ ସଂସ୍ଥାଗୁଡ଼ିକର ପହଞ୍ଚ ଏବଂ ଦକ୍ଷତା ବୃଦ୍ଧି କରିବା। ସମବାୟ ସଂସ୍ଥାଗୁଡ଼ିକ ଡିଜିଟାଲ ବ୍ୟାଙ୍କିଂ ଏବଂ ସାଧାରଣ ସେବା କେନ୍ଦ୍ର ପ୍ରତିଷ୍ଠା କରିବ। ସମବାୟ ସଂସ୍ଥାଗୁଡ଼ିକରେ ଡିଜିଟାଲ ବ୍ୟାଙ୍କିଂ ଏବଂ ସାଧାରଣ ସେବା କେନ୍ଦ୍ର ପ୍ରତିଷ୍ଠା ଭଳି ପଦକ୍ଷେପଗୁଡ଼ିକୁ ଗ୍ରାମାଞ୍ଚଳ ଅର୍ଥନୀତିକୁ ଆଧୁନିକୀକରଣ କରିବା ପାଇଁ ଏକ ବ୍ୟାପକ ରଣନୀତିର ଅଂଶ। ସଂକ୍ଷେପରେ ଭାରତରେ ସମବାୟ ଆନ୍ଦୋଳନ ସରକାରୀ ପଦକ୍ଷେପ ଦ୍ୱାରା ସମର୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରକାଶିତ ଦୃଷ୍ଟିକୋଣ ସହିତ ସମନ୍ୱୟନ ରକ୍ଷା କରି ଗ୍ରାମାଞ୍ଚଳ ବିକାଶ ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ସହାୟକ।